ବଡ଼ମାନଙ୍କୁ ମୋ ନମସ୍କାର, ସାନମାନଙ୍କୁ ମୋ ଢେର ସାରା ଭଲ ପାଇବା। ମୁଁ ସସ୍ମିତା, ଆପଣଙ୍କୁ ସ୍ୱାଗତ ଜଣାଉଛି ଶକ୍ତି ସସ୍ମିତା ଚ୍ୟାନେଲ। ଆଜି ମୁଁ ଏମିତି ଗୋଟେ ଘଟଣା ଘଟି ଯାଇଛି, ଭାବିଲି ଆପଣମାନଙ୍କୁ ଟିକେ ସେୟାର କରିବା ପାଇଁ। ସତରେ ଆପଣମାନଙ୍କ ଭଲ ପାଇବା ଆଜି ମୋତେ ଆପଣଙ୍କ ସହିତ କଥା ହେବା ପାଇଁ ଆଉ ଥରେ ସୁଯୋଗ ଦେଇଛି। ଆଜି ଏତେବେଳିଆ ମୁଁ ଆଉ ନଥାନ୍ତି। ବହୁତ ବଡ଼ ଆକ୍ସିଡେଣ୍ଟରୁ ଆଜି ଆପଣମାନଙ୍କ ଭଲ ପାଇବା ମୋତେ ଫେରେଇ ଆଣିଛି। ମାନେ ଏମିତି ଗୋଟେ ଆକ୍ସିଡେଣ୍ଟ ମୋ ସାଙ୍ଗରେ ଆଜି ହେଇଯାଇଛି, ଯଦି ଆପଣମାନଙ୍କର ଭଲ ପାଇବା ନଥାନ୍ତା ଆଜି ମୁଁ ଆପଣଙ୍କ ସାମ୍ନାରେ ଆଉ ଭିଡ଼ିଓ କରିପାରିନଥାନ୍ତି, ଯାଇ ମଶାଣିରେ ଜଳିଥାନ୍ତି। ସତରେ ସାଙ୍ଗମାନେ, ଆଜି ମୋତେ ଅନୁଭବ ହେଉଛି ମାନବ ସେବା ହିଁ ମାଧବ ସେବା। ଭଗବାନ ତ ବଞ୍ଚେଇ ଦେଲେ, କାହିଁକି ବଞ୍ଚେଇଲେ ଜାଣିଛନ୍ତି? ଆପଣମାନଙ୍କର ଭଲ ପାଇବା। ଆଜି ଗୋଟେ ପଟେ ମୋତେ ଜମ ଟାଣୁଥିଲା, କିନ୍ତୁ ଆଉ ଗୋଟେ ପଟେ ମୋ ମା ମାନଙ୍କର ଭଲ ପାଇବା ମୋତେ ଟାଣି ଆଣିଲା। ସତରେ ସାଙ୍ଗମାନେ, ଆପଣମାନଙ୍କର ଭଲ ପାଇବା ଏତେ ଶକ୍ତି ଥିଲା, ଜମା ମୋତେ ନେଇପାରିଲାନି। କ'ଣ ହେଇଛି, ଆଜି ସକାଳୁ ମୁଁ କାମ ସାରିକି ଧାନ ମଡ଼େଇବା ପାଇଁ ଯାଇଥିଲୁ। ଧାନ ମଡ଼େଇକି ଫେରିଲା ବେଳକୁ ମାନେ ଆଜ୍ଞା ଗାଡ଼ି ଚଲାଉଥିଲେ ଆଉ ମୁଁ ପଛଆଡ଼େ ବସିଥିଲି। 9:15 ମାନେ ଟାଇମ୍ ହେଇସାରିଥିଲା। ମାନେ ମୁଁ ଚାହୁଁଥାଏ ଶୀଘ୍ର ଶୀଘ୍ର ଯାଇକି କାମ ସାରିକି ଗାଧୋଇ ପାଧେଇକି କେମିତି ବ୍ୟାଙ୍କ ପହଞ୍ଚିବି। ବ୍ୟାଙ୍କରେ ପହଞ୍ଚିଲେ ମୁଁ କାମ ଆରମ୍ଭ କରିବି। ଠିକ୍ ସେଇ ସମୟରେ ଗୋଟେ ବୋଲର ଆଣିକି ଆମ ସ୍କୁଟିର ପଛପଟୁ ଆମକୁ ବାଡ଼େଇ ଦେଲା। ଆମ ଗାଡ଼ିଟି ପୁରା ସାଇଡ଼ରେ ଥିଲା ଆଉ ସାଇଡ଼ରେ ଆମେ ଆସୁଥିଲୁ। ବୋଲର ମାନେ ଗୋଟେ ସୂତା ହେଇଥିଲେ ବଞ୍ଚି ନଥାନ୍ତୁ। ମାନେ ଭାଗ୍ୟବଶତଃ ଆଜ୍ଞା ସ୍କୁଟି ଚଲାଉଥିଲେ। ଯଦି ମୁଁ ଚଲେଇଥାନ୍ତି, ବୋଲର ଆଗ ଆଡ଼େ ପୁରା ଚଟଣି ହେଇଯାଇଥାନ୍ତୁ। ସେ ସିନ୍ଟି ଏବେ କହିଲା ବେଳକୁ ମୋ ଦେହ ଥରି ଯାଉଛି। ମାନେ ବୋଲର ମଝିରେ ସ୍କୁଟି, ଆଉ ସ୍କୁଟିର ଯେଉଁ ମାନେ ଗୋଟେ ଲୁହାର ବାଡ଼ା ଦିଆ ହେଇଥାଏ, ସେ ସ୍କୁଟିଟି ମାନେ ଲାଗିଛି। ତା ବୋଲର ପୁରା ଆଣିକି ଆମକୁ ମାନେ ମଝିଟିକି ପୁରା କରିଦେଲା। ମୁଁ ତ ମରିଗଲି ବୋଲି ପୁରା ଭାବି ଦେଇଥିଲି। କିନ୍ତୁ ଗୋଟେ ସୂତା, ବିଶ୍ୱାସ କରିବେନି ଏତେ ଜୋରରେ ବାଡ଼େଇ ହେଇଛି, କିନ୍ତୁ ଭଗବାନଙ୍କ ଆଶୀର୍ବାଦ ଆଉ ଆପଣମାନଙ୍କ ଭଲ ପାଇବା ଯୋଗୁଁ ଆମର ବେଶୀ କିଛି ହେଇନି। ଗାଡ଼ି ଯାହା ହେଉଛି ହେଇଯାଉ, କିନ୍ତୁ ଆପଣଙ୍କ ଭଲ ପାଇବା ଆମକୁ ଆଜି ବଞ୍ଚେଇ ଦେଲା। ଖାଲି ଗୋଡ଼ଟା ଟିକେ ମାଡ଼ ବାଜିଛି, ସେ ଗୋଡ଼ଟା ଟିକେ ମାଡ଼ ବାଜିଛି, ପେନ୍ ହେଉଛି, ଆଉ ନହେଲେ ଆମର ବେଶୀ କିଛି ହେଇନି। ସେତେବେଳେ ମୋତେ ଅନୁଭବ ହେଉଛି ମାନେ ଯେମିତି ଆପଣମାନଙ୍କ ଭଲ ପାଇବା ମୋତେ ବଞ୍ଚେଇ ଦେଲା। ଏତେ ବଡ଼ ଆକ୍ସିଡେଣ୍ଟ ଆଜି କେବଳ ଆପଣମାନଙ୍କ ଭଲ ପାଇବା ପାଇଁ ମୁଁ ବଞ୍ଚିଗଲି। ଆପଣମାନେ ମୋତେ ଏମିତି ଆଶୀର୍ବାଦ କରନ୍ତୁ। ବଡ଼ ବଡ଼ ବିପଦରୁ, ଆଜି ପରି ବିପଦରୁ ମୁଁ ଯେମିତି ଉଦ୍ଧାର ପାଇଯାଏ। ସମସ୍ତଙ୍କ ପାଖରେ ମୁଁ ଋଣୀ। ଆପଣମାନଙ୍କ ଭଲ ପାଇବା କେବଳ ଦରକାର, କିଛି ଦରକାର ନାହିଁ ମୋର। ଆଗରୁ ବି ଥରେ ଏଇପରି ଆକ୍ସିଡେଣ୍ଟ ହେଇଥିଲା, ସେଥିରେ କିଛି ମାନେ ଗୋଡ଼ ହାତ ଖଣ୍ଡିଆ ହେଇନା ବହୁତ କିଛି ହେଇଥିଲା, କିନ୍ତୁ ଆଜି ମୁଁ ଭଲ ଅଛି। ଆଜ୍ଞା ବି ଭଲ ଅଛନ୍ତି।
କେବଳ ଆପଣଙ୍କ ଭଲ ପାଇବା ପାଇଁ। ସେ ଆକ୍ସିଡେଣ୍ଟର ମାନେ ସିନ୍ ସନ୍ଧ୍ୟା ହେଲାଣି, ତଥାପି ମୋ ଆଖିରୁ ଯାଉନି। ଏତେ କଷ୍ଟ ଲାଗୁଛି। ଯେତେବେଳେ ଆକ୍ସିଡେଣ୍ଟ ହେଇଗଲା, ସେ ମାନେ ଗାଡ଼ିର ଡ୍ରାଇଭର ଆଉ ଯିଏ ବସିଥିଲେ ସେ କହୁଛନ୍ତି, କିନ୍ତୁ ମୁଁ ମାନେ କିଛି ସମୟ ପାଇଁ ମୋ ପାଟି ପୁରା ବନ୍ଦ ହେଇଗଲା, ମୋ ନିଶ୍ୱାସ ବନ୍ଦ ହେଇଗଲା, ଯେମିତି ମୋ ଗୋଡ଼ ଆଉ ନାହିଁ, ମୋତେ ସେହିପରି ଅନୁଭବ ହେଲା। ମୁଁ କିଛି କହିପାରିଲିନି ତାଙ୍କୁ। ହଁ, ଅଳ୍ପ କିଛି ହେଇଛି, ବାସ୍ ସେ ଲୋକ ମାନେ ଗାଡ଼ି ପଳେଇଲା। ସେ ଗାଡ଼ି ବି ମୁଁ ଜାଣିନି କାହା ଗାଡ଼ି ବୋଲି। ସେ ଯାହା ବି ହଉ, ଆପଣମାନଙ୍କ ଭଲ ପାଇବାରୁ ମୁଁ ଭଲ ଅଛି। ଆପଣମାନେ ସମସ୍ତେ ଏମିତି ମୋତେ ଭଲ ପାଇବା ଦିଅନ୍ତୁ। ସବୁ ବିପଦରୁ ଭଗବାନ ମୋତେ ଉଦ୍ଧାର କରନ୍ତୁ। ମୁଁ